ଭଲ ସମୟ ଆସିବା ପୂର୍ବରୁ ତୁଳସୀ ଗଛ ଦେଇଥାଏ ଏହି 5ଟି ସଂକେତ। ନମସ୍କାର ଦର୍ଶକ ବନ୍ଧୁ, ପୁଣି ଥରେ ମୋ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଦର୍ଶକ ବନ୍ଧୁ, ଭଲ ସମୟ ଆସିବା ପୂର୍ବରୁ ତୁଳସୀ ଗଛ ଦେଇଥାଏ ଏହି 5ଟି ସଂକେତ। ଆମ ସନାତନ ଧର୍ମରେ ତୁଳସୀ ଗଛକୁ ବହୁତ ପ୍ରାଧାନ୍ୟ ଦିଆଯାଏ। ତୁଳସୀ ଗଛକୁ ଆପଣ ଘରର ଡାହାଣ ପାର୍ଶ୍ୱରେ ରଖିକି ପୂଜା କଲେ ବହୁତ ଶୁଭ ବୋଲି କୁହାଯାଏ। କି ଶୁଭ ଫଳ ବି ମିଳିଥାଏ ଏବଂ ଘରର ବାସ୍ତୁ ଦୋଷ, ନଜର ଦୋଷ ଦୂର ହୋଇଥାଏ। ଯେଉଁ ଘରେ ମା ବୃନ୍ଦାବତୀକୁ ପ୍ରତିଦିନ ପୂଜା କରାଯାଏ, ସେହି ଘରେ ସଦାସର୍ବଦା ମା ବୃନ୍ଦାବତୀ ଏବଂ ମା ଲକ୍ଷ୍ମୀଙ୍କ କୃପା ସଦାସର୍ବଦା ରହିଥାଏ। ତୁଳସୀ ଗଛ ଭଲ ସମୟ ଆସିବା ପୂର୍ବରୁ ବହୁତ ଗୁଡ଼ିଏ ସଂକେତ ଦେଇଥାଏ। ସେଥିମଧ୍ୟରୁ 5ଟି ବିଷୟରେ ଆଜି ଜାଣିବା। ଯେତେବେଳେ ଆପଣଙ୍କର ଭଲ ସମୟ ଆସିବ, ତୁଳସୀ ଗଛ ଦେଇଥାଏ ଏହି 5ଟି ସଂକେତ। ଆପଣ ଦେଖିକି ଜାଣିପାରିବେ ଯେ ମା ଲକ୍ଷ୍ମୀଙ୍କ ଭକ୍ତଗଣ, ଆପଣ ଏହି ବିଷୟରେ ଜାଣିବା ପୂର୍ବରୁ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ଲେଖି ଦିଅନ୍ତୁ ଏବଂ ଗୋଟିଏ ଲାଇକ୍ କରିଦିଅନ୍ତୁ। ଭିଡ଼ିଓଟିକୁ ବହୁତ ମାତ୍ରାରେ ସେୟାର କରନ୍ତୁ। ଆପଣ ଜାଣିଥିବେ ଯେ ପ୍ରଭୁ ନାରାୟଣଙ୍କ ଯେକୌଣସି ରୂପକୁ ତୁଳସୀ ପତ୍ର ଭୋଗ ଲଗାଯାଏ। ବିନା ତୁଳସୀ ପତ୍ରରେ ତାଙ୍କର କୌଣସି ବି ପୂଜା କରାଯାଏ ନାହିଁ। ତେବେ ଦର୍ଶକ ବନ୍ଧୁ, ମା ବୃନ୍ଦାବତୀ ଭଲ ସମୟ ଆସିବା ପୂର୍ବରୁ କ'ଣ କ'ଣ ସଂକେତ ଦେଇଥାନ୍ତି, ଚାଲନ୍ତୁ ଜାଣିବା। ପ୍ରଥମ ସଂକେତଟି ହେଲା, ଆପଣଙ୍କ ଘରେ ତୁଳସୀ ଗଛ ଲଗାଇବା ପାଇଁ ଆଣିଥିବେ, ସେ କଳା ତୁଳସୀ ହେଉ କି ଶ୍ୟାମା ତୁଳସୀ ହେଉ, ସେହି କଳା ତୁଳସୀ ପୁରା ସବୁଜ ରଙ୍ଗର ହୋଇଯିବ। ଆପଣଙ୍କ ସହିତ ଏମିତି ହୋଇଛି କି? ଯଦି ହୋଇଛି ତ କମେଣ୍ଟ ସେକ୍ସନରେ ନିଶ୍ଚୟ ନିଜର ଅନୁଭୂତିକୁ ଆମକୁ ଜଣାନ୍ତୁ। ସେହି ତୁଳସୀ ଯେତେବେଳେ କୃଷ୍ଣ ତୁଳସୀରୁ ଶ୍ୟାମା ତୁଳସୀ ହୋଇଯିବ, ଆପଣଙ୍କ ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କ କରୁଣା ଅପାର ରୂପରେ ରହିଛି ବୋଲି ଜାଣନ୍ତୁ। ତେବେ ସମସ୍ତଙ୍କ ସହିତ ଏହିପରି ହୋଇନଥାଏ। କଳା ତୁଳସୀର ପତ୍ରଗୁଡ଼ା ଅଚାନକ ସବୁଜ ରଙ୍ଗର ପତ୍ର ହୋଇ ଶୁଖିଯାଇ ହଳଦିଆ ରଙ୍ଗର ହୋଇ ତଳେ ପଡ଼ି ଝଡ଼ିଯିବ। ଏହା ହେଉଛି ପ୍ରକୃତିର ଏକ ରୂପ। ପତ୍ରଗୁଡ଼ାକ ପାଚିଯାଇ ହଳଦିଆ ରଙ୍ଗ ହୋଇଯାଏ। ଯଦି ଏହି ତୁଳସୀ ଗଛର ପତ୍ର ହଠାତ୍ ହଳଦିଆ ରଙ୍ଗ ହୋଇ ଝଡ଼ିଯିବ କିମ୍ବା ସବୁଜ ରଙ୍ଗର ପତ୍ର ହଠାତ୍ ଝଡ଼ିଯିବ, ତାହେଲେ ଏହା ବହୁତ ଶୁଭ ଅଟେ। ସବୁଜ ରଙ୍ଗର ପତ୍ର ହଠାତ୍ ଝଡ଼ି ପଡ଼ିବ ତ ଏହା ବହୁତ ବଡ଼ ଶୁଭ ଅଟେ। କୁହାଯାଏ, ଯେମିତି ଆମେ ଭଗବାନଙ୍କ ଶୁଭ ସଂକେତ ବୋଲି ଯେତେବେଳେ ବି ଆମେ ମାନିଥାଉ, ସେହିପରି ତୁଳସୀ ଗଛର ସବୁଜ ପତ୍ର ହଠାତ୍ ତଳେ ଝଡ଼ିକି ତଳେ ପଡ଼ିବ, ଏହା ଭଲ ସମୟ ଆସିବାର ସଂକେତ ବୋଲି କୁହାଯାଏ। ଦ୍ୱିତୀୟ ସଂକେତଟି ହେଲା, ଜାଣିବା ପୂର୍ବରୁ ଆମେ ଜାଣିବା ଯେ ଆମ ଘରେ ଯେକୌଣସି ନଜର ଦୋଷ ଥାଏ କି ଭୂତ ପ୍ରେତ ଆମ ଘରକୁ ଆସନ୍ତି ବା କାହାର କିଛି କୁଦୃଷ୍ଟି ଆମ ଉପରେ ପଡ଼ିଥାଏ, ସେତେବେଳେ ଆମର ତୁଳସୀ ଗଛ ଶୁଖିଯିବାରେ ଲାଗିଥାଏ କି ଝାଉଁଳି ଯାଇଥାଏ, ସତେଜ ହୋଇ ରହିନଥାଏ। ଆପଣ ଘରକୁ ଧନ ସମ୍ପତ୍ତି
କଷ୍ଟ ପାଇଥାନ୍ତି। କାହାର ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେବ। ଏହିପରି ଯଦି ଦେଖାଦେବ କିମ୍ବା ବଡ଼ ବିପଦ ଆସୁଥିବ ତୁଳସୀ ଗଛ ଆପେ ଆପେ ଝାଉଁଳି ପଡ଼ିବ। ଏହା ଜମା ବି ଭଲ ସଂକେତ ନୁହେଁ। ତେବେ ଦ୍ୱିତୀୟ ସଂକେତଟି ଭଲ କି ଶୁଭ ସଂକେତଟି ହେଲା ତୁଳସୀ ଗଛ ଯେତେବେଳେ ବି ମଞ୍ଜୁରି ଆସିଯାଏ ତେବେ ଏହା ବି ଏକ ମା ଲକ୍ଷ୍ମୀଙ୍କର କୃପା ବା ମା ଲକ୍ଷ୍ମୀ ଘରକୁ ଆସିବାର ପୂର୍ବାନୁମାନ। ଆପଣଙ୍କ ଘରକୁ କେଉଁ କେଉଁ ଆଡ଼ୁ ସଫଳତା ପ୍ରାପ୍ତି ହେବ ସେଥିପାଇଁ ଆପଣଙ୍କୁ ଗୋଟିଏ ଶୁଭ ସୂଚନା ମିଳୁଛି। ତୃତୀୟ ସଂକେତଟି ହେଲା ଭଲ ସମୟ ଆସିବା ପୂର୍ବରୁ ଏହି ତୃତୀୟ ସଂକେତଟି। ତୁଳସୀ ଗଛ ମୂଳରେ ଅଚାନକ କଳା ପିମ୍ପୁଡ଼ି ବାହାରିବ। ପାଟିରେ ଯେକୌଣସି ଖାଦ୍ୟ ଗୋଲ କରି ହେଉ କି ଧାଡ଼ି ବାନ୍ଧି ହେଉ ପିମ୍ପୁଡ଼ିମାନେ ଆସିବେ। ଆପଣଙ୍କ ଘରକୁ ମା ଲକ୍ଷ୍ମୀ ଆସିବାର ପୂର୍ବରୁ ସଂକେତ ଏହା ଦେଉଛନ୍ତି। ତେବେ ଆପଣ ତୁଳସୀ ଗଛ ଯେଉଁଠି ବି ଲଗାଉଛନ୍ତି ତୁଳସୀ ଗଛକୁ ମାଙ୍କଡ଼ କିମ୍ବା ଗାଈ ଖାଆନ୍ତି ନାହିଁ। ଅଚାନକ ଯଦି ମାଙ୍କଡ଼ କିମ୍ବା ଗାଈ ଆସିକି ନଷ୍ଟ କରିଦେବେ ତେବେ ମନେ ରଖିବେ ଯେ ଆପଣଙ୍କ ଆଡ଼କୁ ବହୁତ ବଡ଼ ବିପଦ ହେବାକୁ ଯାଉଛି। ଆପଣଙ୍କ ଜୀବନରେ ବହୁତ ବଡ଼ ବିପଦର ସାମ୍ନା କରିବେ। ହେଲେ ଏମିତି କେବେ ବି ହୁଏ ନାହିଁ। ଯଦି ଅଚାନକ ହୋଇଯାଏ ଅଚାନକ ଯଦି ଆପଣଙ୍କ ସହିତ ଏହିପରି ହେଇଯାଉଛି ତ ଆପଣ ଦେଖିଯିବ ଏହା ଜମା ବି ଶୁଭ ସଂକେତ ନୁହେଁ। ଯଦି ଆପଣଙ୍କ ସହିତ ଏହିଭଳି କିଛି ଖରାପ ସଂକେତ ମିଳୁଛି ତେବେ ଆପଣ ମା ବୃନ୍ଦାବତୀକୁ ଧ୍ୟାନ କରନ୍ତୁ। ମା ବୃନ୍ଦାବତୀ କେବେ ବି ଶୁଖିବେ ନାହିଁ ଏବଂ ଯଦି ତୁଳସୀ ଗଛ ଶୁଖିଯାଉଛି ତେବେ ଜମାରୁ ବି ବିଚଳିତ ହେବେନି। ସେହି ତୁଳସୀ ଗଛକୁ ଉପାଡ଼ି ଦେବେ। ତାର ଯେଉଁ ଚେର ଥିବ ତାକୁ ଭଲ କି ଧୋଇଦେବେ। ଧୋଇ ସାରିଲା ପରେ ଭଲ ଭାବରେ ଘୋରିଦେବେ ଏବଂ ସେଥିରେ ଯାହା ବାହାରିବ ଲେପ ସେହି ଲେପକୁ ଆପଣ ଲାଲ ଚନ୍ଦନ ଏବଂ ଅଶ୍ୱଗନ୍ଧ ଏବଂ ଗୋପୀଚନ୍ଦନ ଏହାକୁ ମିଶେଇ କରି ସେଥିରେ ହଳଦୀ ମିଶେଇବେ ଏବଂ ଗୋଟିଏ ବଡ଼ ଡବାରେ ରଖିବେ ଯାହାକୁ ଶ୍ରୀହରିଙ୍କ ପାଖରେ ଲଗାଇବେ ପ୍ରତିଦିନ ପୂଜାରେ ଏବଂ ଏହାକୁ ହରିଚନ୍ଦନ କୁହାଯାଏ ଯାହାକୁ ଆପଣ ନିଜେ ଘରେ ପ୍ରସ୍ତୁତ କରିଛନ୍ତି। ଏହା ନାରାୟଣଙ୍କର ବହୁତ ପ୍ରିୟ ଅଟେ ଏବଂ ତୁଳସୀ ଗଛ ଯେତେବେଳେ ବି ଶୁଖିଯାଏ ତାର କାଠିକୁ ସବୁ ଏକତ୍ରିତ କରି ରଖିବେ। ଯେଉଁ 7ଟି କିମ୍ବା 5ଟି କାଠିକୁ ବଳିତା କରି ଘିଅରେ ଡୁବାଇକି ସେହି ବଳିତାକୁ କୌଣସି ନାରାୟଣଙ୍କ ମନ୍ଦିରରେ କିମ୍ବା ଘରେ ଆପଣ ନାରାୟଣଙ୍କ ପାଖରେ ଜଳାଇ ପାରିବେ। ଦୀପଟି ଏକାଦଶୀ ଦିନ ଜାଳିପାରିବେ। ଏହାଦ୍ୱାରା କ'ଣ ହୋଇଥାଏ ନା ଦୁଃଖ ଦରିଦ୍ରତା ଦୂର ହୋଇଥାଏ ଏବଂ ଏହାଦ୍ୱାରା ଧନ ପ୍ରାପ୍ତି ମଧ୍ୟ ବୃଦ୍ଧି ହୋଇଥାଏ। ଏବଂ ଦର୍ଶକ ବନ୍ଧୁ ତୁଳସୀ ଗଛ କାଠିରେ ଯଦି ଆପଣ ସିନ୍ଦୁର ଲଗାଇବେ ଆପଣ ସୌଭାଗ୍ୟବତୀ ପ୍ରାପ୍ତ ହେବେ ବା ଶ୍ରୀହରିଙ୍କ ଆଶୀର୍ବାଦ ସଦାସର୍ବଦା ଆପଣଙ୍କ ପାଖରେ ରହିବ। ଆପଣଙ୍କ ସ୍ୱାମୀଙ୍କ ଉପରକୁ କୌଣସି ବି ବିପଦ ବା ଆଞ୍ଚ ଆସିବ ନାହିଁ। କ'ଣ ଆପଣମାନେ ବି ତୁଳସୀ କାଠିରେ ସିନ୍ଦୁର ଲଗାଉଛନ୍ତି କି? କମେଣ୍ଟ ସେକ୍ସନରେ ଜଣେଇବେ। ତାପରେ ଶୁଭ ସଂକେତ ଏଇଟା ଆପଣଙ୍କ ଘରେ ତୁଳସୀ ଗଛ ଅଚାନକ ପୁରା ସତେଜ ହୋଇଯିବ ଏବଂ ଏହା ବହୁତ ଭଲ ଶୁଭ ସଂକେତ ଅଟେ। କୁହାଯାଏ ଯେ ଭଲ ସମୟ ଆସିବା ପୂର୍ବରୁ ଆପଣଙ୍କୁ ଏହିପରି ଭଲ ଭଲ ସଂକେତ ମା ବୃନ୍ଦାବତୀ ଦେଉଛନ୍ତି। ପୂର୍ବରୁ ଏହିଭଳି ଭଲ ଭଲ ସଂକେତ ଆପଣ ପାଇଥିବେ।
ଯେଉଁ ଜାଗାରେ ମା ଲକ୍ଷ୍ମୀ ବାସ କରୁଛନ୍ତି ଆପଣ ସେଇ ଜାଗାରେ ଭଲ ଭାବରେ ପୂଜା କରନ୍ତୁ। ମାଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରନ୍ତୁ। ଆଗରୁ ମଧ୍ୟ ଏହି ଭିଡ଼ିଓ ମୋ ଚ୍ୟାନେଲ ଆପଣଙ୍କର ପୂଜା କରୁଥିବା ତୁଳସୀ ଗଛକୁ ଯଦି କିଏ ଚୋରି କରିକି ନେଇଯାଉଛି ତାହେଲେ ଏହା ବହୁତ ଖରାପ ସଂକେତ ଅଟେ। ଚତୁର୍ଥ ସଂକେତଟି ହେଲା ଯଦି ତୁଳସୀ ଗଛ ପାଖରେ ଘାସ ଉଠିଥିବ ଆପଣ ଦେଖିବେ ଆପଣଙ୍କ ଯେଉଁଠି ପୂଜା କରୁଛନ୍ତି ଯେଉଁ ତୁଳସୀ ଗଛରେ ତା ଆଖପାଖରେ ଯଦି ଛୋଟ ଛୋଟ ଘାସ ଉଠିଥିବ ତାହେଲେ ଏହା ବହୁତ ଶୁଭ ସଂକେତ ଅଟେ। ଆପଣଙ୍କ ଧନ ବୃଦ୍ଧି ହେବାକୁ ଯାଉଛି। ପଞ୍ଚମରେ ହେଉଛି ଯଦି ତୁଳସୀ ଗଛ ପାଖରେ ପକ୍ଷୀମାନେ ଆସିକରି ବସା ବାନ୍ଧିବେ ବା ସେମାନେ ସେଇ ତୁଳସୀ ଗଛ ପାଖରେ ଆରାମ କରୁଛନ୍ତି କିଚିରିମିଚିରି ଶବ୍ଦ କରୁଛନ୍ତି ଖୁସି ହେଉଛନ୍ତି ତାହେଲେ ଏହା ବି ଅତ୍ୟନ୍ତ ଶୁଭ ସଂକେତ ଅଟେ। ଆପଣଙ୍କ ପରିବାରରେ ଏକ ବିରାଟ ବଡ଼ ଖୁସି ଆସିବାକୁ ଯାଉଛି। ଏହା ଆପଣଙ୍କ ଖୁସିର କାରଣ ହେଇପାରେ କି ଆପଣଙ୍କ ଘରର ଅନ୍ୟ କୌଣସି ସଦସ୍ୟଙ୍କ ଖୁସିର କାରଣ। ତେଣୁ ଏହିପରି ସଂକେତକୁ କେବେ ବି ଆପଣ ହାତ